ହଉଛି ଆପଣ ଗୋଟେ ସାର୍ ସାର୍ ଥାନାର ଏଏସ୍ଆଇ ଅଧିକାରୀ ଅଛନ୍ତି ଆକ୍ଚୁଆଲି ଘଟଣାର ସାର୍ ସତ୍ୟତା କ'ଣ ଟିକେ କହିଲେ ମୁଁ ତାକୁ ସେଇଥିପାଇଁ ଆପଣଙ୍କୁ ଫୋନ୍ କରିଥିଲି କୁହନ୍ତୁ ଟିକେ। ଠିକ୍ ଅଛି ସାର୍ ଠିକ୍ ଅଛି ସାର୍ ଗୋଟେ ରିପୋର୍ଟଟା ହେଇଥିଲା ଥାନାରେ ହୁଁ ବାଇ ଆମର 5/2/2025 ଆଜ୍ଞା ରିପୋର୍ଟଟା ଗୋଟେ ଲେଡିସ୍ଟା ଦେଇଥିଲା। ସେ ଲେଡିସ୍ଟା ହଉଛି ତାଙ୍କ ଘର ରେସିଡେନ୍ସଟା ହଉଛି ଡମ୍ପଦର ମାନେ ସେଇଟା କେସିଙ୍ଗା ଥାନା ଅଣ୍ଡରରେ ଗୋଟେ ଗାଁଟା। ଆଚ୍ଛା ଆଚ୍ଛା ସେଇଠିର ଝିଅ ସେ ବାହା ହେଇଥିଲା ଆମର ଭୁର୍ତ୍ତିଗଡ଼ ବୋଲିକରି ଆଚ୍ଛା ଆମ ନର୍ଲା ଥାନା ଅଣ୍ଡରରେ ଗାଁଟାକୁ ବାହା ହେଇଥିଲା। ଆଚ୍ଛା ବାହା ହେଇଥିଲା ତାପରେ ସିଏ କ'ଣ କଲା ସେ ପୁଅଟା ତାର ସ୍ୱାମୀ ଯିଏ ହୁଁ ସେ ହଁ ଆଉ ସେ ଆଉ କ'ଣ କଲା ଆଉ ଗୋଟେ ଝିଅଟାକୁ ଯେତେବେଳେ ସେ ଆଣିଦେଲା ସାର୍ ଆଣିଦେଲା ପରେ ସେ ଯିଏ ପ୍ରଥମ ସ୍ତ୍ରୀକୁ ଟର୍ଚର କଲା ତାର ଛୁଆ ବି 3-4ଟା ବୋଧେ ଅଛନ୍ତି ସେ ଝିଅର। ଆଚ୍ଛା ଆଚ୍ଛା ହଁ ତାକୁ ଟର୍ଚର କଲା ପରେ ସେ ଝିଅ ଆସିଲା ଆସିକରି ଥାନାରେ ରିପୋର୍ଟ ଦେଲା ସାର୍। ରିପୋର୍ଟ ଦେଲା ଠିକ୍ ପରେ ଠିକ୍ ଆମେ ଅଛି ଉଭୟ ପାର୍ଟିକୁ ଡାକିଲୁ ତ ଉଭୟ ସବିଶେଷ ପାର୍ଟିକୁ ଡାକିକରି ସାର୍ ହଁ ଶୁଣନ୍ତୁ ସ୍ୱାମୀ ସ୍ତ୍ରୀ ମ୍ୟାଟର ତ ସାର୍ ଟିକେ ଗୋଟେ ମିନିଟ୍ ତ ଆଜ୍ଞା ଆପଣ ଏ କେସ୍ଟି ପାଇଲା ପରେ ଉଭୟ ପକ୍ଷକୁ ଡକେଇକିରି ଗୋଟେ ଆଲୋଚନା କଲେ। ହଁ ଆଚ୍ଛା ସେଇଟା ମାନେ ସେଇଟା ଘଟଣାଟା ଆଗରୁ ମାନେ 5ରେ କେସ୍ ହେଲା କିନ୍ତୁ ବୁଝିଲି କିନ୍ତୁ ଘଟଣାଟା ଆଗରୁ 2-3 ଦିନ ଆଗର ଘଟଣା। ତାପରେ ଡାକିଲୁ ଦୁଇ ପାର୍ଟିକୁ ଡାକିଲା ପରେ ବି ତ ସେ ତାର ସ୍ୱାମୀ ଆସିଲା ମାନିଲା। ବର୍ତ୍ତମାନ ହଁ ଯୋଉ ବ୍ୟକ୍ତି ଆପଣଙ୍କ ନାଁରେ ଆଲିଗେସନ୍ କରି ରେକର୍ଡିଂ ଭାଇରାଲ କରିଛନ୍ତି ତା ଉପରେ ହଁ ଆପଣ କ'ଣ କହିବେ? ସେ ସାର୍ ଶୁଣନ୍ତୁ ମୁଁ ତ ତାଙ୍କୁ ଜାଣିନଥିଲି ତା ଆଚ୍ଛା ଛଡ଼ା ମୁଁ ତାକୁ କମ୍ପ୍ଲେନେଣ୍ଟକୁ ସେ କେସ୍ର ଚାର୍ଜସିଟ୍ ବି କରିସାରିଛି ଆଉ କମ୍ପ୍ଲେନେଣ୍ଟକୁ ଆଚ୍ଛା ଜଣାଇଛି ମଧ୍ୟ ଯେ ସେ କେସ୍ର ଚାର୍ଜସିଟ୍ ମୁଁ କରିଦେଇଛି ବୋଲିକରି। ଆଚ୍ଛା ଆଉ ଆଚ୍ଛା ଚାର୍ଜସିଟ୍ଟା କରିଛି ମୁଁ 20/2/2025ରେ କରିଛି ମାନେ ପଚିଶ ଫେବୃଆରୀ ମାସରେ ହିଁ ମୁଁ ଚାର୍ଜସିଟ୍ଟା କରିସାରିଛି। ଆଜ୍ଞା ଆଜ୍ଞା ଆଉ ଚାର୍ଜସିଟ୍ କରିସାରିଲା ପରେ ମୁଁ ସେ ଲେଡ଼ିସ୍କୁ ବି ମାନେ ଯିଏ କମ୍ପ୍ଲେନେଣ୍ଟ ତାକୁ ବି ଜଣାଇ ସାରିଛି ଯେ ତୁମ କେସ୍ର ଚାର୍ଜସିଟ୍ ମୁଁ କରିଦେଇଛି ବୋଲି। ଆଚ୍ଛା ତ ହଠାତ୍ ସେ ବିଷୟରେ ଗୋଟେ ବାହାର ଲୋକ ଯେତେବେଳେ ପଚାରିଲେ ଆଚ୍ଛା ଆଉ ମୁଁ ତାକୁ ପଚାରିଲି କେବେ କେସ୍ ହେଇଥିଲା କହିଲି। ତାପରେ ହୁଁ ସେ ଭୁର୍ତ୍ତିଗଡ଼ ବୋଲି ଯେତେବେଳେ କହିଲେ ମୁଁ ତ ଚାର୍ଜସିଟ୍ ହେଇଯାଇଛି ସେ କେସ୍ର ବୋଲି କହିଲି। ଆଚ୍ଛା ଚାର୍ଜସିଟ୍ ହେଇଛି ବୋଲି ତାପରେ ମୋତେ ବାରମ୍ବାର ଟିକେ ଡିଷ୍ଟର୍ବ କଲା ପରେ କଥା କହିଲେ। ଓକେ କିନ୍ତୁ ଓକେ ମୁଁ ଶୋଇଥିଲି ସେ ଟାଇମ୍ରେ ଜଷ୍ଟ ଖାଇକରି ଜଷ୍ଟ ମାନେ ନିଶ୍ଚିନ୍ତ ରେଷ୍ଟ 3:30ରେ ନେଉଛନ୍ତି ଖାଇଲି ସେଦିନ ଆଜ୍ଞା ବହୁତ ଥାନାରେ ଗହଳି ଥିଲା। ନିଶ୍ଚିନ୍ତ ଆଉ ନିଶ୍ଚିନ୍ତ ଖାଇକରି ମୁଁ ଜଷ୍ଟ ରେଷ୍ଟ କରିଥିଲି ସାର୍ ରେଷ୍ଟ ଠିକ୍ କରିଥିଲି ଗୋଟେ 4ଟା ପାଖାପାଖିରେ ସେ ମୋତେ କଲ୍ କଲେ 3:30ରେ ମୁଁ ଖାଇକରି ଶୋଇଥିଲି ଆଚ୍ଛା ଟିକେ କଲ୍ କଲେ। ତାପରେ ସେ ବିଷୟ ଯେତେବେଳେ କହିଲେ ମୁଁ ଅବଶ୍ୟ ଟିକେ ରାଗିକି କହିଲି ନିଶ୍ଚିନ୍ତ ଆପଣ ନିଶ୍ଚିନ୍ତ ମାଜିଷ୍ଟ୍ରେଟ୍ କି ହଁ ଯେ ଆପଣ ପଚାରୁଛନ୍ତି ଏଇ କଥା ରେକର୍ଡିଂ ବି ଛୁଆଟା ହଉଛି ଆପଣ ମାଜିଷ୍ଟ୍ରେଟ୍ କି ଏଇ କଥା ରେକର୍ଡିଂ ବାଜୁଛି। ହଁ ଏଇ ଜିନିଷଟା ମୁଁ କହିଲା ପରେ ସେ ଆହୁରି ଯେତେବେଳେ ବହୁତ ଆର୍ଗୁମେଣ୍ଟ କଲେ ଚାର୍ଜସିଟ୍ ହେଇଛି ବୋଲି କହିଲା ପରେ ବି ଆର୍ଗୁମେଣ୍ଟ କଲେ। ତାପରେ ମୁଁ ଟିକେ ରାଗିକରି କହିଦେଲି ସାର୍ ଆଉ ଆପଣ ମୋତେ କଲ୍ କରି ଭୁଲ କରିଛନ୍ତି ଦରକାର ପଡ଼ିଲେ ମୁଁ ଥାନାକୁ ଡକେଇବି ଏମିତି ମୁଁ ଟିକେ କହିଦେଲି ରାଗିକରି ଆଉ। ତା ମାନେ ସବିଶେଷ କଥା ହଉଛି ଆପଣ ଯୋଉ ଲୋକ ଜଣକ ଆପଣଙ୍କ ନାଁରେ ଆଲିଗେସନ୍ କରିକିରି ରେକର୍ଡିଂ କରିକିରି ବଜଉଛନ୍ତି ଆପଣଙ୍କୁ ଆଜ୍ଞା ଆପଣ ତାଙ୍କୁ ସବିଶେଷ ଘଟଣା କହିଲା ପରେ ସେ ଆପଣଙ୍କୁ ଡିଷ୍ଟର୍ବ କଲେ। ଡିଷ୍ଟର୍ବ କଲାଠାରୁ ହୁଁ ଆପଣ ପଦଦୀପ ତାଙ୍କୁ କହିଲେ। ହଁ ହଁ ଆଜ୍ଞା ବାସ୍ ସେଇଟା କଥା ସାର୍। ଆପଣ ମୋ ଠିକ୍ ଅଛି ମୁଁ ତାପରେ ତାପରେ ଆଉ ଗୋଟେ କଥା ସାର୍ ଯେ ଆଜ୍ଞା କୌଣସି କେସ୍ ମ୍ୟାଟର ସାର୍ ଆମେ କୌଣସି ବାହାର ଲୋକକୁ ନେଇକି ସାର୍ କହିବା କଥା ନୁହଁ। ନିଶ୍ଚିନ୍ତ ଆଉ ନିଶ୍ଚିନ୍ତ ତେଣୁକରି ସାର୍ ମୁଁ ପରିଚୟ ବି ଜାଣିନି ଯେହେତୁ କମ୍ପ୍ଲେନାଣ୍ଟକୁ ମୁଁ ଜଣାଇ ସାରିଛି ଯଦି ଠିକ୍ ଠିକ୍ କମ୍ପ୍ଲେନାଣ୍ଟକୁ ଜଣାଇ ନଥାନ୍ତି ଆଉ ଠିକ୍ ଠିକ୍ କମ୍ପ୍ଲେନାଣ୍ଟ ତରଫରୁ ମୁଁ କହୁଛି ବୋଲି ଯଦି କହିଥାନ୍ତା ବୋଲେ ମୁଁ ଆଜ୍ଞା ସାର୍ ଦରକାର ପଡ଼ିଲେ ଜଣେଇ ବି ଥାନ୍ତି। ଓକେ କିନ୍ତୁ ଓକେ ମୁଁ ଜାଣିନି ସେ କମ୍ପ୍ଲେନାଣ୍ଟ ତରଫରୁ କହୁଛି କି ଆକ୍ୟୁଜ୍ ତରଫରୁ କହୁଛି କ'ଣ ମୁଁ କିଛି ଜାଣିପାରିଲିନି। ଠିକ୍ ଅଛି ମୋତେ ଥ୍ୟାଙ୍କ ୟୁ କିନ୍ତୁ ଏବେ ସାର୍ ଥ୍ୟାଙ୍କ ୟୁ ମୁଁ କାଟିକି କଲ୍ ସାର୍ କରୁଛି ଆପଣଙ୍କୁ ଥ୍ୟାଙ୍କ ୟୁ। ସାର୍ ହଁ